ମୂକ ଭଗବାନ କବି ବୈକୁଣ୍ଠନାଥ ପଟ୍ଟନାୟକ ଜୀବନର ଯଜ୍ଞେ ଜହି ହୀନ ଅକିଞ୍ଚନ ଲଭନ୍ତି ଆହୁତି ତହିଁ ପାରିଛ ଆସନ ହେ ଦରିଦ୍ର ସଖା ନିଖିଳର ରାଜେଶ୍ୱର କରିବାକୁ ଏ ଜୀବନ ସୁନ୍ଦର ଅମର ବରି ନେଇଅଛ ଆପେ ଦୈନ୍ୟ ନିର୍ଯାତନ ସହସ୍ର ଲାଞ୍ଛନା ଭୋଗ କ୍ଷତ ଅନଶନ କରିଅଛ ଶୁଭ୍ର ଦେହ ଶୋଣିତ ଆପ୍ଳୁତ ମାନବ ଗରଳ ବସି କରୁଛ ଅମୃତ ଅଶ୍ରୁ ଅନ୍ତରାଳୁ ତହିଁ ଫୁଟାଉଛ ହାସ ନିରାଶ ଅନ୍ଧାରୁ ତବ ଆଲୋକ ପ୍ରକାଶ ପ୍ରଭଞ୍ଜନ ଝଞ୍ଜା ମେଳେ ହସ ତୁମେ ଶାନ୍ତି ମୃତ ଜୀବନର ଭସ୍ମେ ଅରବିନ୍ଦ କାନ୍ତି ନିଖିଳ ବିଶ୍ୱର ପାପ ଭାରେ ନିଷ୍ପେଷିତ ମନ୍ଦ ହାସେ ଗାଉଅଛ ଅମର ସଙ୍ଗୀତ ଗାଉଛ ଦରିଦ୍ରପୁରେ ନିଖିଳର ବ୍ୟଥା ଭ୍ରାନ୍ତ ଏ ମାନବ ଲାଗି ଏତେ ହିଁ ମମତା ନୟନ ଯୁଗଳୁ ବହିଯାଏ ବାରିଧାରା ଦିନୁ ଦିନ ବଢ଼େ ଯେତେ ଜୀବନର ଭାରା ସଭ୍ୟତାର କାଳସର୍ପ ବିଷେ ହୋଇ ଘାରି ପଡ଼େ ନାହିଁ ତୁମ ବ୍ୟଥା ଶ୍ରବଣେ କାହାରି ତୁମ ଅଶ୍ରୁ ଯୋଗେ ହୁଏ କୋଳିସ ତରଳ ମୂକ ପରବତୁ ଫାଟି ପଡ଼େ ଅଶ୍ରୁ ଜଳ ହେ ମୂକ ପାଷାଣ ପ୍ରଭୁ ଚିର ଅବିରଚଳ ହେ ଲାଞ୍ଛିତ ନିଷ୍ପେଷିତ ହେ ଶିବ ମଙ୍ଗଳ ତୁମରି ଶୋଣିତ ଅଶ୍ରୁ ଦୀନ କବିପ୍ରାଣ ପରଶିଛି କି ଆଦେଶ ଗାଇବାକୁ ଗାନ ନତ ଶିରେ ଶ୍ରୀପୟରେ ମାଗେ ଆଜି ଭିକ୍ଷା ଦିଅ ଦୀନ ବେଶେ ମୋତେ ଦରିଦ୍ରର ଦୀକ୍ଷା। କବିତାର ଆଲୋଚନା ମୂକ ଭଗବାନ ଏକ ସମୀକ୍ଷା ସମାଲୋଚନା ବା ସମୀକ୍ଷାର ସରଳ ସଂଜ୍ଞା ହେଲା ସମ୍ପର୍କରେ ସମ୍ୟକ୍ ବା ଅଳ୍ପ ଆଲୋଚନା ସାହିତ୍ୟିକ ଏବଂ ବ୍ୟାବହାରିକ ଉଭୟ ଜୀବନରେ ସମାଲୋଚନା ଅତ୍ୟନ୍ତ ଆବଶ୍ୟକ ନହେଲେ ଉତ୍କର୍ଷ ଅପକର୍ଷ ଭଲ ଓ ମନ୍ଦର ବିଚାର ଓ ବିବେଚନା ହୋଇପାରିବ ନାହିଁ ତେବେ ସତ୍ୟତା ତଥା ଆବଶ୍ୟକତା ପୁଣି କେମିତି ହେବ ଯଦି ସମୀକ୍ଷାର ଉପସ୍ଥିତି ବିଚାର କ୍ଷେତ୍ରରେ ନ ରହେ ସୁତରାଂ ସମୀକ୍ଷା ଅବଶ୍ୟ ଅବଧାରଣୀୟ ମୂକ ଭଗବାନର କବି ହେଉଛନ୍ତି ସବୁଜ ଯୁଗୀୟ ଅପର ରହସ୍ୟବାଦୀ ବା ମିଷ୍ଟିକ୍ କବି ବୈକୁଣ୍ଠନାଥ ପଟ୍ଟନାୟକ ବଡ଼ମ୍ବାଗଡ଼ରେ ଜନ୍ମ ରେଭେନ୍ସା କଲେଜରେ BA ପାସ୍ କଲା ପରେ ହାଇସ୍କୁଲ ଶିକ୍ଷକ ଥିଲେ ଝିଅ ସୁନନ୍ଦା ପଟ୍ଟନାୟକ ଜଣେ ଶାସ୍ତ୍ରୀୟ ସଙ୍ଗୀତ ସାଧିକା ତଥା ଗାୟିକା ଥିଲେ ଯାତ୍ରା ସଙ୍ଗୀତ କବିତା ପାଇଁ କବି ଲୋକପ୍ରିୟ ଅଛନ୍ତି ଅଜସ୍ର ଯଶ ଅର୍ଜିଛନ୍ତି ଓଡ଼ିଆ ଅଧ୍ୟାପକ ପଠାଣି ପଟ୍ଟନାୟକ ନିଜର ଆତ୍ମଜୀବନ ଚରିତ୍ର ଗ୍ରନ୍ଥର ନାମ ଜୀବନ ପାତ୍ରମ ଭରିଛ କେତେ ମତେ ରଖିଛନ୍ତି ଯାହାକି ଯାତ୍ରା ସଙ୍ଗୀତ କବିତାର ପ୍ରଥମ ଆରମ୍ଭ ଧାଡ଼ି ବଡ଼ ସୁନ୍ଦର ଓ ବହୁଳ ପାଠ୍ୟାନ୍ତର୍ଗତ କବିତା ବୈକୁଣ୍ଠନାଥ ପଟ୍ଟନାୟକଙ୍କର ମୂକ ଭଗବାନ ନାମକ କବିତାଟି ମଧ୍ୟ ଏକଦା 1978ରୁ 1980 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ BA ଶ୍ରେଣୀର ଓଡ଼ିଆ MILର ବାଧ୍ୟତାମୂଳକ ପାଠ୍ୟକ୍ରମରେ ପାଠ୍ୟ ପ୍ରଚଳିତ କୋର୍ସରେ ରହିଥିଲା ମୋର ମଝିଆ ବଡ଼ ଭଉଣୀ ଏହାକୁ ରାଇରଙ୍ଗପୁର ସହର ରହଣି କାଳରେ ତାଙ୍କର ଉପରୋକ୍ତ ସମୟର BA ଶ୍ରେଣୀରେ ପଢ଼ିଥିଲେ ବୋଲି ମୋର ସ୍ପଷ୍ଟ ମନେ ଅଛି ମୁଁ ସାଧାରଣତଃ କନଫର୍ମ ହୋଇ କଥା ପ୍ରାୟତଃ କହିଥାଏ ଏପରି କହିବା ଦ୍ୱାରା କଥାର ପ୍ରାମାଣିକତାର ସୁରକ୍ଷା ସାଙ୍ଗକୁ ସୃଷ୍ଟ ସାହିତ୍ୟର ଆଦୃତିର ଗୃହୀତକରଣ ବି ବିଚାର ପ୍ରସଙ୍ଗକୁ ଆସିଥାଏ ସେ ଲାଗି କହିଲି ନହେଲେ କହି ନଥାନ୍ତି କବି ବୈକୁଣ୍ଠନାଥ ଭଗବାନଙ୍କୁ ମୂକ କହିବା ପଛରେ ରହିଥିବା ଉଦ୍ଦେଶ୍ୟ ହେଲା ଭଗବାନ ଭକ୍ତର ବା ଆମର ଆଖି ସାମ୍ନାରେ ନାହାନ୍ତି ଯେ ଆମ ସହିତ ପ୍ରତ୍ୟକ୍ଷରେ କଥାବାର୍ତ୍ତା କରିବେ ଦ୍ୱିତୀୟତଃ ଭକ୍ତ ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଭୂମି ଗଗନ ବାୟୁ ନିଆଁର ସ୍ରଷ୍ଟା ଅଧିପ ଓ ଅଧିକାରୀ ଭଗବାନଙ୍କୁ ପୂଜା ଆରାଧନା କରିଥାଏ ଉଦ୍ଦେଶ୍ୟଟି ହେଲା ଇହ ଜୀବନରେ ଶାନ୍ତି ଏବଂ ପରଲୋକରେ ନର୍କ ଯନ୍ତ୍ରଣାରୁ ମୁକ୍ତି ଭଗବାନ ଆଲ୍ଲାହ ନିଜେ ତାଙ୍କର ପ୍ରଣୀତ ପ୍ରବର୍ତ୍ତିତ ମଣିଷ ମନକୁ କୋରି ସଫା କରି ଦେଉଥିବା କୋରିତ
ଗ୍ରନ୍ଥ ଦିବ୍ୟ ପବିତ୍ର କୋରାନରେ କହିଛନ୍ତି, ଶାନ୍ତିପ୍ରିୟ ଇସଲାମ ଧର୍ମ ମୋର ଏକମାତ୍ର। ଏହାକୁ ମୁଁ ଖୋଦ୍ ଜାତ ଖୋଦା, ସ୍ୱୟମ୍ଭୁ ବିଧାତା, ସର୍ବୋତ୍ତମ, ସର୍ବଶ୍ରେଷ୍ଠ, ସର୍ବଶେଷ ସୃଷ୍ଟି, ମାଟିରୁ ଜାତ ଆଦମଙ୍କର ଆଦମୀ ବା ମନୁଷ୍ୟ ବଂଶଧରଙ୍କୁ ମୋତେ ଜଣେ ମାତ୍ର ପ୍ରଭୁ ଜାଣି, ମୋତେ ଅନାଦି ଅନନ୍ତ ଅକ୍ଷୟ ଅମର ଅମାପ ଅନ୍ତର୍ଯ୍ୟାମୀ ସର୍ବଶକ୍ତିମାନ ସର୍ବକର୍ମବାନ ଅସୀମ ସର୍ବୋପସ୍ଥିତବାନ ବିଧ୍ୱଂସୀ ମଣି ପୂଜା କରିବେ। ମୋ ଛଡ଼ା ଆଉ କାହାରିକୁ ଉପାସ୍ୟ ପୂଜାଯୋଗ୍ୟ ପ୍ରଭୁ ମାନିବେ ନାହିଁ। ମୋତେ ସଦା ଭୟ କରିବେ, ଭଲ କାମ କରିବେ, ତେବେ ଯାଇ ମଲା ପରେ ପୁନର୍ଜୀବିତ ହୋଇ ଅମର ଜୀବନ ପ୍ରାପ୍ତିରେ ସ୍ୱର୍ଗ ସୁଖର ଅଧିକାରୀ ହେବେ। ଆଲ୍ଲାହର ସଂକଳ୍ପ ସତ, ଆଲ୍ଲାହ ସଂକଳ୍ପ ଭାଙ୍ଗିବାକାରୀ ନୁହେଁ। ଆଲ୍ଲାହର କଥା ହୋଇକି ରହିବ। ମଣିଷ ଆଲ୍ଲାହର କଥା ଯଦି ବଦଳାଇଥାଏ, ତେବେ ସବୁ ମଲା ମଣିଷ ଏକାଥରକେ ବଞ୍ଚି ଉଠି ପରିଣାମ ପ୍ରାପ୍ତିର ପଡ଼ିଆ ମଇଦାନରେ ଯାଇ ଠିଆ ହେବାର ଦିନ କୟାମତରେ ସେହି ସମୟର ବଦଳ କଥାକୁ ଧରି ଆସିବେ। ସାମାନ୍ୟତମ କିଛି ବି ଆଲ୍ଲାହର ଆଖିରୁ ଉହାଡ଼ରୁ ବା ଅଢ଼ୁଆଳରୁ ଗାଏବ ହୋଇଯାଇ ନଥାଏ। ପୃଥିବୀରେ ନତୁବା ଆକାଶରେ ଆଲ୍ଲାହ ପ୍ରତି ସୂକ୍ଷ୍ମତାକୁ ଦେଖୁଥିବା ସତର୍କୀୟ ସାବଧାନୀ। ଜଣେ ଆଲ୍ଲାହ ସବୁରି ଉପରେ ବିଜୟୀ। ଏକ ଆଲ୍ଲାହ ସବ୍ ପର ଗାଲିବ। ମଣିଷ ମିଛ ଭାବୁ, ମୋ ପ୍ରଣୀତ ଏକେଶ୍ୱରବାଦର ସବୁଦିନିଆ ରହିବା ସନାତନ ଧର୍ମକୁ ମୂର୍ତ୍ତି ପୂଜାର ସମକକ୍ଷକାରିତାର ମିଛ ଧର୍ମ ପାଳିବା ନ ଛାଡ଼ୁ। ମଲା ପରେ ମୋ ଦ୍ୱାରା ପୁନର୍ଜୀବିତ ହୋଇ ସଜା ଶାସ୍ତି ଅକ୍ଷୟ ଅମର ନର୍କଦଣ୍ଡରେ ଥାଇ ଭୋଗିବ। ଆଲ୍ଲାହ ଦୟାଳୁ ହେବା ସହିତ ତାର ପ୍ରଦତ୍ତ ଯାତନା ବି ଭାରି କଠୋର ତଥା ଦୀର୍ଘସ୍ଥାୟୀ। ତେଣୁ ହେ ମଣିଷ, ତୁ ଅଜ୍ଞ ମୂଢ଼ ଆକର୍ଷଣର ଶିକାର ନ ହୋଇ କେବଳ ମୋ ପ୍ରଣୀତ ମୋତେ ମାତ୍ର ସମର୍ପିତ ସଦା ଶାନ୍ତିପ୍ରାପ୍ତିର ଇସଲାମ ଧର୍ମ ଗ୍ରହଣ କରି ମୁସଲମାନ ହେଲେ ମୁକ୍ତି ପାଇବୁ, ସ୍ୱର୍ଗ ସୁଖୀ ହେବୁ। ନହେଲେ ନର୍କ ନିଆଁରେ ସର୍ବଦା ଶରୀର ମନରେ ଜୀବନ୍ତ ଥାଇ ଜଳୁଥିବୁ, ପାଟି କରୁଥିବୁ, ହେଲେ ମରୁ ନଥିବୁ। କୋରାନ ପଢ଼ି ଧର୍ମର ପ୍ରକୃତ କଥା ଜାଣ। ମଣିଷ ରଚିତ ମିଛ ପୁରାଣ ଗ୍ରନ୍ଥ ପଢ଼ି ଅନ୍ଧ ମୂକ ବଧିର ହୋଇଯାଅନା। ଇସଲାମ ଆଦି ଧର୍ମ, ଯେହେତୁ ମୁଁ ଅନାଦି, ଆଉ ଏହି ଇସଲାମ ଧର୍ମରୁ ଶୈତାନ ଜରିଆରେ ଅନ୍ୟାନ୍ୟ ମିଛ ରଦ୍ଦ ବାତିଲ ଧର୍ମର ସୃଷ୍ଟି ହୋଇଅଛି ବୋଲି ମୁଁ ମୋର ଶେଷ ପ୍ରେରିତ ମହମ୍ମଦ ପ୍ରଦତ୍ତ ଦିବ୍ୟ ପବିତ୍ର କୋରାନରେ ଖୋଲାଖୋଲି କହିଛି। ମହମ୍ମଦ ଯଦି କୋରାନ ସମ୍ପର୍କରେ ଗୋଟିଏ କଥା ମନ ଗଢ଼ିକି ନିଜ ଆଡ଼ୁ କହିଥାନ୍ତେ ତ ସେଇଠି ସାଙ୍ଗେ ସାଙ୍ଗେ ମହମ୍ମଦଙ୍କର ଗଳା ବେକକୁ ମୁଁ ଆଲ୍ଲାହ କାଟି ଦେଇଥାନ୍ତି। ପାଠ ହାକ୍କା। ଆରବର ଅଧିବାସୀ ମହମ୍ମଦ ଥିବାରୁ ସେ ଲାଗି କୋରାନର ଭାଷା ଆରବୀ ହୋଇଅଛି। ମୁଁ ଆଲ୍ଲାହ ସଂସାରର ଯୋଉ ଯୋଉ ଜାଗାକୁ ମୋର ବାର୍ତ୍ତାଧର ପୈଗମ୍ବରମାନଙ୍କୁ ପଠାଇଅଛି, ସେମାନଙ୍କର କଥିତ ଭାଷାରେ ହିଁ ମୋର ବାର୍ତ୍ତା ଦେଇଥିବାର କାରଣ ଲୋକେ ପ୍ରଥମେ ମୋତେ ବୁଝିଲା ପରେ ଯାଇ ମାନିବା ନ ମାନିବାର ପ୍ରସଙ୍ଗ ଉଠିବ। ନ ବୁଝିଲେ ମାନିବେ କେମିତି? ଭଗବାନ ଆଲ୍ଲାହ ସାଙ୍ଗେ ସାଙ୍ଗେ ବି କରନ୍ତି, ପୁଣି ଧୈର୍ଯ୍ୟ ଧରିକି ବି କରନ୍ତି। ଲିଓ ଟଲଷ୍ଟୟ ତାଙ୍କର ଏକ ଗପର ନାମ ରଖିଛନ୍ତି, ଭଗବାନ ସତ୍ୟକୁ ଦେଖନ୍ତି କିନ୍ତୁ ଅପେକ୍ଷା କରନ୍ତି। ସେ ଲାଗି ଭଗବାନ ମୂକ। ପରନ୍ତୁ କବି ବୈକୁଣ୍ଠନାଥ ଖ୍ରୀଷ୍ଟଧର୍ମର ପ୍ରବକ୍ତା ବା ମୁଖପାତ୍ର ବା ସ୍ପୋକ୍ସମ୍ୟାନ ଯୀଶୁଙ୍କୁ ହିଁ କବିତାରେ ଭଗବାନ ବୋଲି କହିଛନ୍ତି। ଯେହେତୁ ଖ୍ରୀଷ୍ଟିଆନମାନେ ପ୍ରଭୁ ଯୀଶୁ କହିଥାନ୍ତି ବୋଲି। ଯୀଶୁ ଇହୁଦୀମାନଙ୍କ ଦ୍ୱାରା କ୍ରୁଶବିଦ୍ଧ ହୋଇ ଶୂଳୀରେ ଚଢ଼ିଥିଲେ। ଯୀଶୁଙ୍କର କୋରାନ ନାମ ପୈଗମ୍ବର ଈସା ବା ଈସା ମସୀ। ସେ ମାତା ମରିୟମ ବା ଖ୍ରୀଷ୍ଟିଆନ ବଚନିତ ମଦର ମେରୀଙ୍କର ଆପଣା ଗର୍ଭଜାତ ପୁତ୍ର, ଯାହାଙ୍କର କି ବାପା କେହି ନଥିଲେ। ସେ ସେମିତି ଖୋଦାଙ୍କର ବରଦାନ ଦ୍ୱାରା ଆପଣା ଛାଏଁ ଜାତ ହୋଇଥିଲେ ବୋଲି କୋରାନ କହେ। କିନ୍ତୁ ଖ୍ରୀଷ୍ଟିଆନମାନେ ଏ କଥାକୁ ମାନିବାକୁ ପ୍ରସ୍ତୁତ ନ ହୋଇ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ଯୀଶୁ କହିଲେ ବି ତାଙ୍କୁ ଈଶ୍ୱରଙ୍କର ପୁତ୍ର କହିଛନ୍ତି। ଗୋଟିଏ ବାଇବେଲ ବାଣୀ ଅଛି କି, ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ
ସେ ତାଙ୍କର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତର ମଙ୍ଗଳ ପାଇଁ ଦାନ କଲେ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ କେବେ ପଥଘୋଡ଼ା ହେବ ନାହିଁ। ହେଲେ କୋରାନ କହୁଛି ଇଞ୍ଜିଲ୍ ବହିକୁ ମୁଁ ମୋର ପୈଗମ୍ବର ଈସାଙ୍କୁ ଦେଇଥିଲି ଓ ତାକୁ ସେଇ ଈସାଙ୍କୁ ରକ୍ଷା କରାଇବାକୁ ଦାୟିତ୍ୱ ବି ଦେଇଥିଲି। ହେଲେ ଯେବେ ଦେଖିଲି ଇହୁଦୀମାନେ ଈସାଙ୍କୁ ମାରିବାକୁ ଚକ୍ରାନ୍ତ କଲେ ମୁଁ ବି ତାଙ୍କୁ ବଞ୍ଚାଇବାକୁ ଚାହିଁ ଦେବଦୂତ ଫରିସ୍ତା ବା ଏଞ୍ଜେଲ ଜିବ୍ରାଇଲଙ୍କୁ ପଠାଇ ଈସାଙ୍କୁ ସ୍ୱଦେହରେ ଜୀବନ୍ତ ଥାଇ ଚତୁର୍ଥ ଆକାଶକୁ ଉଠାଇ ଆଣିଲି। ସେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି। ଆଉ ଇଞ୍ଜିଲକୁ ଲୋକେ ବଦଳାଇ 40 ଜଣ ଲୋକ ଯଥା ଜୋହନ, ଲୁକ୍, ପିତର ବା ପିଟର, ମ୍ୟାଥ୍ୟୁ ଆଦି ବାଇବେଲ ନାମ ଦେଇ ତାକୁ ମନଗଢ଼ା ରୀତିରେ ଏଣୁତେଣୁ ଅଦଳ ବଦଳ କରି ପକାଇ ଅଛନ୍ତି। କୋରାନ ପୁଣି କହୁଛି ଈସା ବା ଯୀଶୁ କ୍ରୁଶରେ ଚଢ଼ି ନାହାନ୍ତି ଅଥବା ଶୂଳି ପାଇ ନାହାନ୍ତି। ବରଂ ଇସଲାମ ଧର୍ମକୁ ସଂସାରର ସବୁ ଧର୍ମ ଉପରେ ଶ୍ରେଷ୍ଠତା ଦେବା ପାଇଁ ପୈଗମ୍ବର ଈସା ମସିଙ୍କ ମୁହଁ ଆକୃତି ଭଳି ଈସାଙ୍କୁ ମାରିବା ପାଇଁ ବନ୍ଦ କୋଠରୀରେ ବନ୍ଦୀ ଈସାଙ୍କୁ ଧରି ଆଣିବାକୁ ଯାଇଥିବା ଜଣେ ଲୋକର ମୁହଁକୁ ମୁଁ ଆଲ୍ଲାହ ଈସାଙ୍କ ଭଳିଆ କରାଇ ଦେବାରୁ ଲୋକେ ତାକୁ ଧରି ଆଣି କ୍ରୁଶରେ ଚଢ଼ାଇ ଦେଇଥିଲେ। ପ୍ରକୃତ ଈସା ସେ ଘରେ ନଥିଲେ। ଧରିବାକୁ ଯାଇଥିବା ଲୋକେ ଘର ଖାଲି ଥିବା ଦେଖିଥିଲେ। କସସୁଲ ଅମ୍ବିୟା ଗ୍ରନ୍ଥ ଦେଖନ୍ତୁ। କୋରାନର ୟାସିନ ପାଠରେ ଆଲ୍ଲାହ କହିଛନ୍ତି ମୁଁ ମଣିଷ ମୋତେ ଯେଉଁ ଅତ୍ୟାଚାର କରୁଛି ଘରେ ବସିକି ତାର ମୁହଁକୁ ବଦଳାଇ ଦେଇପାରେ ଯାହାଫଳରେ ମଣିଷ ଆଗକୁ ଯାଇପାରିବ ନା ପଛକୁ ଫେରିପାରିବ। ଆଲ୍ଲାହ କହିଛନ୍ତି ମଣିଷ ଯଦି ମୋ ସହିତ ଚାଲ ଖେଳିବ ମୋତେ ବି ମଣିଷ ସହିତ ଚାଲ ଖେଳି ଆସେ। ମୁଁ ଆଲ୍ଲାହ ସବୁ କିଛି କରିପାରେ ସବୁ ପ୍ରକାରେ ବି କରିପାରେ। କରିବା ମୋ ପକ୍ଷେ ଅସମ୍ଭବ ନୁହେଁ। ଆଲ୍ଲାହ ପୁଣି କୋରାନରେ କହିଛନ୍ତି ମୁଁ ବିଚାର ଦିବସ କୟାମତରେ ପୈଗମ୍ବର ଈସାଙ୍କୁ ପଚାରିବି ତୁମେ କ'ଣ ନିଜକୁ ଏବଂ ନିଜ ମାଆଙ୍କୁ ଦୁଇ ଗୋଟି ପ୍ରଭୁ ବା ଉପାସ୍ୟ କରିଦେବାକୁ ଲୋକଙ୍କୁ କହିଥିଲ କି ମୋତେ ଛାଡ଼ିକି? ସେତେବେଳେ ଯୀଶୁ ସ୍ୱୀକାରୋକ୍ତି ବା କନଫେସନ୍ ଦେଇ କହିବେ ମୋର ସାହସ କର୍ତ୍ତୃତ୍ୱ ନଥିଲା କି ମୁଁ ଏମିତି ବିଭ୍ରାନ୍ତିକର କଥାକୁ କହିବି। ତୁ ସର୍ବଜ୍ଞ ତେଣୁ ତୁ ଜାଣୁଛୁ ମୋର ମନକୁ। ପାଠ ମରିୟମରେ ଆଲ୍ଲାହ କହିଛନ୍ତି ଲୋକେ ଯେଉଁ ମୋତେ ଈସାଙ୍କର ବାପା ବୋଲି କହୁଛନ୍ତି କେଡ଼େ ସାହସ। ଆଉ କେତେ ଦେଖିଲେ କେତେ ଶୁଣିଲେ ମଣିଷ ଚେତିବ। ଏଭଳି ପଥଭ୍ରାନ୍ତ ମନୁଷ୍ୟଙ୍କୁ ନର୍କ ଯନ୍ତ୍ରଣା ହିଁ ଠିକ୍ ଶାସ୍ତି। ଏଇ କହିବା ଫଳରେ ମୋର ଇଚ୍ଛା ହେଉଛି ଆକାଶ ପୃଥିବୀକୁ ଧ୍ୱଂସ କରିଦେବାକୁ। ଖ୍ରୀଷ୍ଟିଆନ ଲୋକ ମୋତେ ସର୍ବଶକ୍ତିମାନ ମାନୁନି ନାହିଁ। ସୁତରାଂ କୋରାନ କଥାନୁଯାୟୀ କହିଲେ ହେବ କି ପୈଗମ୍ବର ଈସା ଓରଫ ଲୋକଙ୍କ କଥିତ ବକ୍ତବ୍ୟ ଅନୁଯାୟୀ ଯୀଶୁ ଭଗବାନ ନୁହନ୍ତି। କାରଣ ଭଗବାନ ଅଜନ୍ମା ଯୀଶୁ ଜନ୍ମା ପୁଣି ମଣିଷ। ସେ ଖୋଦାଙ୍କର ପୈଗାମ ବା ବାର୍ତ୍ତାଧାରୀ ପୈଗମ୍ବର ପୁଣି ମୁସଲମାନ। ଲୋକେ ତାଙ୍କୁ ଅବିଶ୍ୱାସର କୁଫ୍ରର ବଶବର୍ତ୍ତୀ ହୋଇ ସମକକ୍ଷକାରୀ ମୁଶ୍ରିକ କରାଇ ଦେଇଛନ୍ତି ମିଛ ମୂର୍ତ୍ତିର କଳନା କରି। ବୈକୁଣ୍ଠନାଥ କୋରାନର ଅନୁବାଦ ନ ପଢ଼ି ସେ ବି ଖ୍ରୀଷ୍ଟିଆନ ଲୋକଙ୍କ ଧର୍ମ ବିଶ୍ୱାସ ଅନୁଯାୟୀ ଯୀଶୁଙ୍କୁ ପ୍ରଭୁ ଏବଂ ଭଗବାନ ମନେ କରିଛନ୍ତି। ମୂକ ଭଗବାନ କବିତା ଲେଖିଛନ୍ତି ଯେହେତୁ ଯୀଶୁ ତାଙ୍କୁ ଧରି କ୍ରୁଶରେ ଚଢ଼ାଇ କଣ୍ଟା ପିଟୁଥିବା ଲୋକଙ୍କୁ ସଦୟଚିତ୍ତ କରୁଣାମୟ ସ୍ୱରରେ କୁଆଡ଼େ କହିଥିଲେ ହେ ପ୍ରଭୁ ଏମାନଙ୍କୁ କ୍ଷମା ଦିଅନ୍ତୁ ଏମାନେ କ'ଣ କରୁଛନ୍ତି ଜାଣିପାରୁ ନାହାନ୍ତି। ଏହି ବକ୍ତବ୍ୟ ଦରଦୀ କବି ବୈକୁଣ୍ଠନାଥଙ୍କୁ ଭଲ ଲାଗିଥିବାରୁ ସେ ସଂସିତ ବା ଏହି କବିତାରେ ଯୀଶୁଙ୍କୁ ପ୍ରଭୁ ମାନିଛନ୍ତି ବୋଲି ଭଗବାନ ସମ୍ବୋଧି ତାଙ୍କର ବ୍ୟକ୍ତିତ୍ୱର ଗୁଣଗାନ କରିଛନ୍ତି। କବିତାର ଆଲୋଚନା କବି ଯୀଶୁଙ୍କୁ ଡାକିକି କହୁଛନ୍ତି ଏ ଜଗତ ବା ଦୁନିଆ ହେଉଛି ମଣିଷ ଜୀବନର ଯଜ୍ଞ ବା ସାଧନା ପୀଠ ଯେଉଁଠି ଅସଂଖ୍ୟ ସଂଖ୍ୟାରେ ଗରିବ ଅସହାୟ ସାମାନ୍ୟତମ ଲୋକ ଅକିଞ୍ଚନ ଜୀବନ ବିତାଉଛନ୍ତି। ନିଜ ଜୀବନକୁ ତିଳ ତିଳ କରି ଆହୁତି ଦେଇଛନ୍ତି ଜଳାଉଅଛନ୍ତି। ତୁମେ ହେ ଯୀଶୁ ସେଇଠି ନିଜର ଆସନ ପାରିଛ ଅର୍ଥାତ୍ ଏଇଭଳି ଲୋକଙ୍କ ସହିତ ଦୟାଳୁଚିତ୍ତ ହୋଇ ସେମାନଙ୍କ ସହିତ ଜୀବନ ବ୍ୟତୀତ କରୁଛ। ଯେହେତୁ ଇଂରାଜୀରେ କଥା ଅଛି ସର୍ଭିସ୍ ଟୁ ମ୍ୟାନକାଇଣ୍ଡ ଇଜ୍ ସର୍ଭିସ୍ ଟୁ ଦ ଗଡ୍। ଯୀଶୁଙ୍କର ମାନବ ସେବାର ମହାନ ଉକ୍ତିକୁ ଦେଖି ଜାଣି ତାଙ୍କ ଚରିତ୍ରବତ୍ତାର ଅଧ୍ୟୟନ କରି ଏପରି କହିଛନ୍ତି ତୁମେ ଦରିଦ୍ର ଅସହାୟ କୁଷ୍ଠପୀଡ଼ିତ ଲୋକଙ୍କର ବନ୍ଧୁ ସମଗ୍ର ନିଖିଳ ମାନବର ମଧ୍ୟରେ ରାଜା ପୁଣି ଈଶ୍ୱର। ତୁମର ଏଇ ମହାନ
ଜୀବନ ସୁନ୍ଦର ପୁଣି ଅମର। ପୁଣି ଏଇଭଳି ଲୋକଙ୍କର ଜୀବନକୁ ସୁଖମୟ, ସ୍ୱଚ୍ଛନ୍ଦ, ଆରାମଦାୟକ କରାଇବା ପାଇଁ ନିଜେ ନିଜକୁ ତୁମେ ଦରିଦ୍ର ଅତ୍ୟାଚାର କରାଇଅଛ। ଲୋକେ ତୁମକୁ ଗାଳି ଦେଇଛନ୍ତି, ଯନ୍ତ୍ରଣା ଦେଇଛନ୍ତି। ତୁମେ ଲୋକଙ୍କର ମଙ୍ଗଳ ପାଇଁ ପୁଣି ସେହି ଲୋକଙ୍କର ଅପମାନ ଲାଞ୍ଛନା ଭୋଗିଛ। ଦେହରେ ତୁମର ଘା କ୍ଷତ ସୃଷ୍ଟି ହୋଇଅଛି। ତୁମେ ଭୋକିଲା ରହିଛ। ତୁମର ପବିତ୍ର ଶୁଭ୍ର ପାବନ ଦେହଟି ରକ୍ତରେ ଜୁଡ଼ୁବୁଡ଼ୁ ହୋଇଅଛି। ମାନବର ପାଇଁ ମାନବ ଦ୍ୱାରା ପ୍ରଦତ୍ତ ଯାତନାକୁ ଯାହାକି ବିଷ, ତାହାକୁ ତୁମେ ଅମୃତ କରିଅଛ। ଅର୍ଥାତ୍ ଅତ୍ୟାଚାରୀ ଲୋକଙ୍କର ପ୍ରଦତ୍ତ ଶତ ଶତ ଅତ୍ୟାଚାରକୁ ସହି ଯାଇଅଛ ଅସୀମ ମନର ଧୈର୍ଯ୍ୟ ଗୁଣରୁ। ଏହାକୁ କବି ଅମୃତ ବୋଲି କହିଛନ୍ତି। ତୁମେ ଅସହାୟ, ଦରିଦ୍ର, ଯନ୍ତ୍ରଣା କ୍ଳିଷ୍ଟ ଲୋକଙ୍କର ଆଖି ଲୁହକୁ ପୋଛି ସେମାନଙ୍କୁ ସେବା କରି ସେମାନଙ୍କ ମନରେ ହସ ଫୁଟାଉଅଛ। ସେମାନେ ଯେତେବେଳେ ଲୋକମାନଙ୍କର ଅତ୍ୟାଚାର ଯାତନା ପାଇ ଜୀବନରେ ଆଶାହୀନ ହୋଇ ନିରାଶାରେ ଅଜ୍ଞାତ ଅନ୍ଧାରରେ ବସିଛନ୍ତି, କିଂକର୍ତ୍ତବ୍ୟ ବିମୂଢ଼ ବା କ'ଣ କରିବେ ବୋଲି ଭାବି ନ ପାରି ହତାଶରେ ବସିଛନ୍ତି, ତୁମେ ଏଭଳି ଲୋକମାନଙ୍କର ମନରେ ଆଶାର ଆଲୋକକୁ ଜଳାଇଅଛ, ଦେଖାଇଅଛ। ଲୋକଙ୍କର ଶତ ଅତ୍ୟାଚାର, ଝିଙ୍କାସ, ଅବହେଳା, ଅମାନିଆ ସ୍ୱଭାବର ଝଡ଼ଝଞ୍ଜାକୁ ବେଖାତିର କରି ମ୍ଳାନ ବଦନରେ ସହିଯାଇ ଶାନ୍ତି ନିର୍ବିକାର ଚିତ୍ତରେ ମ୍ଳାନ ହସି ନୀରବ ରହିଯାଇଅଛ। ସତେକି ତୁମର ଯେମିତି କିଛି ହୋଇନାହିଁ, ସେମିତି ଅଛ। ତୁମେ ମରଣ, ଜୀବନ, ନଶ୍ୱର ନଷ୍ଟଶୀଳ ସଂସାରରେ ଅମର ଅମରତ୍ୱର କାନ୍ତି ବା ଶୋଭା ସୌନ୍ଦର୍ଯ୍ୟ ପ୍ରକାଶିଅଛ। ଏ ସମଗ୍ର ସଂସାର ବିଶ୍ୱ ପାପରେ ଭାରାକ୍ରାନ୍ତ, ଯନ୍ତ୍ରଣାରେ କଷ୍ଟ ପାଉଅଛି। ସେଇଠି ତୁମେ ରହି ଥାଇ ସହାସ୍ୟ ବଦନରେ ଅମରତ୍ୱ ରହିବାର ବାଣୀ ଲୋକଙ୍କୁ ଶୁଣାଉଅଛ। ମଣିଷ ମନ୍ଦ କାମଠାରୁ ଦୂରରେ ରହି କେମିତି ଭଲ କାମ କରିବ, ତାହାର ପ୍ରଯତ୍ନ ତୁମେ ନିଜେ କରି ଦେଖାଇ, ଉପଦେଶ ଦେଇ ପ୍ରତିକାରର ବ୍ୟବସ୍ଥା କରୁଛ। ଏଇ ଦରିଦ୍ର, ଅସହାୟ, ଅକିଞ୍ଚନ, ପୁଣି ପାପଭାରରେ ପୁଣ୍ୟ ଭୋଗ, ସ୍ୱର୍ଗସୁଖ ନଥିବା, ଅଭାବର ଦାରିଦ୍ର୍ୟ ଥିବା ପାପୀ ଅତ୍ୟାଚାରୀ ଲୋକଙ୍କ ରହଣି ରାଜ୍ୟରେ ସମଗ୍ର ମାନବ ଜୀବନର ପ୍ରାଣରୁ ଦୁଃଖ, ଦୈନ୍ୟ, ବ୍ୟଥା କେମିତି ଦୂର ହେବ, ଭୁଲ ମାର୍ଗଗାମୀ ମଣିଷକୁ ଠିକ୍ ବାଟକୁ କେମିତି ଅଣାଯିବ, ମଣିଷ କରାଇବା ପାଇଁ କେତେ ଯେ ନିଜର ଭଲ ପାଇବାକୁ ଲୋକଙ୍କୁ ବାଣ୍ଟି ଦେଇଛ, ଯାହାର କି ତୁଳନା ନାହିଁ। ତୁମେ ପରମ କାରୁଣିକ। ସେଥିପାଇଁ ଲୋକଙ୍କର ଦୁଃଖ, ଦୁର୍ଦ୍ଦଶା, ଦାରିଦ୍ର୍ୟ, ଅସହାୟତା, ଅଜ୍ଞତା ଦେଖି ତୁମେ କାନ୍ଦିଛ। ତୁମେ ଜୀବନରେ ଅପର ଲୋକର ଦୁର୍ଦ୍ଦଶା ଦୂରେଇବା ଏବଂ ଅପର ଲୋକର ଭୁଲ ବୁଝାମଣା ପାଇଁ ନିଜ ଜୀବନରେ ଅଜସ୍ର ଦୁଃଖ କଷ୍ଟ ଭାର ସହିଛ। ଏହି ମାନବ ସଭ୍ୟତା ବା ଜାତି, ତାହାର ଦଳ, ସମ୍ପ୍ରଦାୟ ଏକ ଏକ ସମୟ ସାପ ତୁମକୁ ଯନ୍ତ୍ରଣା, ଅତ୍ୟାଚାରର ଚୋଟ ମାରି କାମୁଡ଼ି ତୁମକୁ ବିଷାକ୍ତ କରି ଅଜସ୍ର ଦୁଃଖ ପ୍ରଦାନରେ ଘାଣ୍ଟିଛନ୍ତି, ହଇରାଣ କରିଛନ୍ତି। ତୁମର ଦୁଃଖ ଭୋଗର କଷ୍ଟକୁ କେହି ଦୂର କରି ପାରିନାହାନ୍ତି। ତୁମ କଥା କେହି ବି ଅତ୍ୟାଚାରୀ ଲୋକ ଶୁଣି ନାହାନ୍ତି। ଓଲଟି ତୁମେ କାନ୍ଦିଛ, ଆଉ ତୁମର ସେହି କାନ୍ଦିବାରେ ବିଜୁଳି ବର୍ଷା ହୋଇ ତରଳି ଝରିଯାଇଛି। ଅର୍ଥାତ୍ କିଛି ଲୋକଙ୍କୁ, ଯେଉଁମାନେ ଦରିଦ୍ର, ଅସହାୟ, ସାମାନ୍ୟ, ଅକିଞ୍ଚନ, ତୁମରି ଦୟା, ସେବା, ସ୍ନେହ, ପ୍ରେମରେ ବଞ୍ଚିଛନ୍ତି, ସେମାନଙ୍କର ଆଖି ଲୁହରେ ଭରିଛ। ସାରା ଜଗତରେ କ୍ରମଶଃ ତୁମର ବ୍ୟକ୍ତିତ୍ୱର ମହାନତା ଜଣାପଡ଼ିଗଲା ପରେ ସେମାନେ ଯେଉଁ ଚୁପ୍ ହୋଇ ବସିଥିଲେ, ତୁମ ପାଇଁ ବାହାରିଲେ, ବିରୋଧର ପ୍ରତିବିରୋଧ କଲେ। ତୁମରି ପାଇଁ ତାଙ୍କର ଆଖି ବି ଲୁହରେ ଭରିଗଲା। କାମର ପ୍ରକୃତତାକୁ ବୁଝିଲେ। କବି ଯୀଶୁଙ୍କୁ କ୍ରୁଶବିଦ୍ଧ ସ୍ଥିତିରେ ଦେଖି ତାଙ୍କର ମୂର୍ତ୍ତି ଫଟୋକୁ ଚାହିଁ କହୁଛନ୍ତି, ତୁମେ ନିର୍ଜୀବ ପଥର, କଥା କହୁ ନଥିବା ପ୍ରଭୁ, ସବୁବେଳେ ଏଇମିତି ଅଥର୍ବ, ଅବିଚଳିତ, ନିର୍ବିକାର ଅଛ। ତୁମେ ଲୋକଙ୍କ ଦ୍ୱାରା ଲାଞ୍ଛିତ, ଅପମାନିତ, ଅତ୍ୟାଚାରିତ ହେଲେ ବି ତୁମେ ଶିବ ବା ମଙ୍ଗଳମୟ। କ୍ରୁଶବିଦ୍ଧ ହୋଇ ତୁମ ଦେହରୁ ଯେଉଁ ରକ୍ତ ବୋହୁଅଛି, ଆଖିରୁ ତୁମର ଯେଉଁ ଲୁହ ବୋହୁଅଛି, ମୋର ସମ୍ବେଦନଶୀଳ କବିପ୍ରାଣ ବି ସମଦରଦୀ ହୋଇ ଯାଉଅଛି ତୁମର ଦୁଃଖକୁ ଦେଖି। ତୁମରି ଗୁଣଗାନ କରିକି ବି ମୁଁ କରିପାରୁ ନାହିଁ। କେବଳ ତୁମ ଆଗରେ ମଥା ନୁଆଇଁ ତୁମର ସୁନ୍ଦର ପାଦରେ ମୁଣ୍ଡକୁ ରଖି କେବଳ ଏତିକି ମାଗୁଣି କରୁଛି କି, ମୋତେ ତୁମ ଭଳି ଗରିବ କରାଅ।
ଗରିବର ଦୀକ୍ଷା ଶିକ୍ଷା ଦିଅ, ଯାହାଫଳରେ ମୋର ମନରୁ ଗର୍ବ ଅହମିକା ଅଭିମାନ ଫୁଟାଣିପଣ ଦୂରେଇ ଯାଇ ମୋତେ ସ୍ୱଭାବରେ ବିନୟୀ ଭଦ୍ର ଶାଳୀନ ମାର୍ଜିତ ପ୍ରଭୁଭକ୍ତ କରାଇବ। ସେହି ଦରିଦ୍ରର ଶିକ୍ଷା ଦିଅ। ସମ୍ବୋଧନମୂଳକ ଆଧ୍ୟାତ୍ମିକ ଭାବ ସମ୍ବଳିତ ପ୍ରଶଂସାଗାନରେ ମୁଖର ବ୍ୟକ୍ତିତ୍ୱ ପ୍ରଖ୍ୟାପକରେ କବିଙ୍କର ଅକୁଣ୍ଠିତ ମନୋଭାବ ରହିଅଛି। ଯୀଶୁ ମଲାବେଳେ ଖୋଲା ଦେହ ଥିଲା, ହାଡ଼ କଙ୍କାଳସାର ପତଳା ଦୁର୍ବଳ ଦେହରେ କନାର ଖଣ୍ଡେ ଆବରଣ ମାତ୍ର ପିନ୍ଧିଥିଲେ। କବିତାର ଶେଷ ଆଡ଼କୁ ଜଣାପଡ଼ି ଯାଉଅଛି କି ମୂକ ଭଗବାନଙ୍କର ଅର୍ଥବିନ୍ୟାସ ସତ୍ତାରେ ଯୀଶୁଖ୍ରୀଷ୍ଟ ହିଁ ସଂଗୁପ୍ତ ଅଛନ୍ତି। କବିଙ୍କର ଏହା ଅପର ଲୋକପ୍ରିୟ ସୃଷ୍ଟି।